ମୁଁ ଆଜି ପଢ଼ଉଛି ଷଷ୍ଠ ଶ୍ରେଣୀର ସାହିତ୍ୟ ବିଷୟ ହେଲା ହକି ନା ନାହିଁ। ଆମର ହକି ବିଷୟରେ ପଢ଼େଇଥିଲି ତୁମକୁ। ଆମର ଧ୍ୟାନଚାନ୍ଦଙ୍କର ଜନ୍ମ ହେଲା କିଏ, କେଉଁ ଜାଗା? ଝାନ୍ସିରେ ସେ ଜନ୍ମ କରିଥିଲେ। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ଜଣେ ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସି ବୀର ବୋଲିକି କହୁଥିଲେ। ବୁଝିପାରୁଛ? ସେ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତି ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା। ବୁଝିପାରୁଛ? ପୃଥିବୀରେ ଯେଉଁ ଖେଳୁଥିଲେ ସବୁଆଡ଼େ ତାଙ୍କ ଭାଇକି ନେଇକି ଗୋଟିଏ ଦଳ ଗଢ଼ିଥିଲେ। ସେ ଦଳ ଚାରିଆଡ଼େ ଖେଳିବା ଦ୍ୱାରା ଚାରିଆଡ଼େ ସେ ବିଜୟ ଲାଭ କରିଥିଲା। 1936 ମସିହାରେ ବର୍ଲିନ୍ଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। କିଏ? ରୂପଚାନ୍ଦ ନା କିଏ? ନା ଧ୍ୟାନଚାନ୍ଦ। ଧ୍ୟାନଚାନ୍ଦ ନେଇଥିଲେ। ନା, ରୂପଚାନ୍ଦ ତାଙ୍କ ଭାଇ, ଧ୍ୟାନଚାନ୍ଦ ନେଇଥିଲେ। ସେଠାରେ ଯେଉଁ ଚମକପ୍ରଦ ଖେଳିଥିଲେ ତାହା ଦେଖି ଦର୍ଶକ ବୃନ୍ଦ ଏକା ସ୍ୱରରେ କହିଥିଲେ, ହକି କ'ଣ? ହକି ଖେଳର ଯାଦୁଗର ବୋଲି ତାକୁ ଆଖ୍ୟା ଦେଇଥିଲେ। ଯାଦୁଗର ଯେମିତି ହାତରେ ଗୋଟେ ଆଚମ୍ବିକ ଜିନିଷ ଦେଖାଏ ନା ନାହିଁ, ଯେଉଁଟା ଜାଣିନଥିବ ସେଇଟା ଦେଖାଯାଏ। ତେଣୁ ସିଏ ସେମିତି କାମ କରିକି ହକି ଖେଳରେ ଜିତେଇକି ଦେଖେଇ ଦେଲେ ବୋଲି ତାଙ୍କୁ କୁହାଗଲା କ'ଣ? ହକି ଖେଳର ଯାଦୁଗର। ତେଣୁ ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ କୁହୁ କବାଡ଼ି ବ୍ୟବହାର କରୁଥିବା କିମ୍ବା ସେଥିରେ କୌଣସି ଅଠା ଲଗେଇଛନ୍ତି। କାହିଁକିନା ଯେଉଁଥିରୁ ସେ ଯେଉଁ ବାଡ଼ି ଧରେ ଯେଉଁ ବଲ୍ଟା ନେଇକି ଯାଉଛନ୍ତି ସେ ଏକାଥରେ ନାଗିକି ରହୁଛି, ଯୁଆଡ଼େ ଗଲେ ସିଆଡ଼େ ନେଇ ପଳେଇ ଯାଉଛନ୍ତି, କୁଆଡ଼େ ଖସୁନାହିଁ। ତେଣୁ ତାଙ୍କ ମନରେ ସନ୍ଦେହ ହେଲା ଯେ ଏ ବାଡ଼ି ଧୀରେ ଅଠା ଲଗେଇକି ରଖିଛନ୍ତି ବୋଲି। ବୁଝିପାରୁଛ ନା ନାହିଁ? ତାକୁ କୁହୁ କବାଡ଼ି ବ୍ୟବହାର କରୁଛନ୍ତି, ତେଣୁ ଅଠା ଲଗେଇଛନ୍ତି। ଲୋକଙ୍କର ଏ ସନ୍ଦେହ ମୋଚନ ପାଇଁ ତାକୁ 2-3 ହକି ଷ୍ଟିକ୍ ପରିବର୍ତ୍ତନ କରିବା ପାଇଁ ହେଲା। ଯେତେବେଳେ ଖେଳ ହେଉଛି ଗୋଟାଏ ବାଡ଼ି ତାକୁ ଦେଲେ ନାହିଁ, କିଛି ସମୟ ଖେଳିଲା ପରେ ଆଉ ଗୋଟେ ବାଡ଼ି ଚେଞ୍ଜ କଲେ। କାଳେ ସେ ଲୁଚେଇକି ଅଠା ରଖିକି ମାରି ଦେଉଛନ୍ତି ତେଣୁ ବାରମ୍ବାର ତାଙ୍କୁ ବାଡ଼ି ଚେଞ୍ଜ କଲେ। ତଥାପି ସେ ଖେଳରେ ଜିତିଲେ। ତଥାପି ସେଇଟା ମିଛ ବୋଲିକି ସାବ୍ୟସ୍ତ ହେଲା। ହକି ଖେଳିଲା ବେଳେ ହକିର ବଲ୍ ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦର ସମୁଦାୟ ଶରୀର ତାଳ ଦେଇକି ଚାଲିଥାଏ। ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ, ଏହା ତାଙ୍କ ଜୀବନ ଓ ଏକମାତ୍ର ଆମୋଦ ଥିଲା। ବୁଝିପାରୁଛ? କାହାର? ଧ୍ୟାନଚାନ୍ଦଙ୍କର। ଧ୍ୟାନଚାନ୍ଦ ବିଷୟରେ କିଛି ଜାଣିପାରିଲ? ମୁଁ ଯେତିକି କହିଲି ତୁମ ନିଜ ମନକୁ ବହି ଦେଖିବ ନାହିଁ, ହକି ବିଷୟରେ ଲେଖିକି ମୋତେ ଦେଖାଇବ ସୁନ୍ଦର ସୁନ୍ଦର ଅକ୍ଷର। କେହି କଥାବାର୍ତ୍ତା କରିବ ନାହିଁ, ଲେଖିକି ଦେଖାଅ। ଆଜି ସେତିକି, ଫେର କାଲି।